ଉପନ୍ୟାସ ଗୋଧୂଳିର ବାଘ। ଲେଖକ ଶ୍ରୀ ମନୋଜ ଦାସ। ଏକଦା ଦରବାର ବର୍ତ୍ତମାନ ଯାହା ବୈଠଖାନା ଭାବରେ ବ୍ୟବହୃତ ପ୍ରଶସ୍ତ ପ୍ରକୋଷ୍ଠର ବରଗାମାନଙ୍କରୁ ନିଦ୍ରାମଗ୍ନ ବୃହତ୍କାର ଗୁଡ଼ିଏ ବାଦୁଡ଼ି ବଳି ଓହଳି କରିଥିଲେ କଳାକନା ଆବରିତ କେତୋଟି ଝାଡ଼ ଲଣ୍ଠନ। ସେଥିରୁ ଗୋଟିକୁ ସଫାସୁତୁରା କରି ସେଥିରେ ଆଲୁଅ ଦିଆଯାଇଥିଲା। ପ୍ରାସାଦରେ ବିଦ୍ୟୁତ୍ ସଂଯୋଗ ନଥିଲା। 2 ପର୍ଲଙ୍ଗ ଦୂରବର୍ତ୍ତୀ କିଞ୍ଚିତ୍ ଉଚ୍ଚ ସ୍ଥାନରେ ଅବସ୍ଥିତ ମୋ ପାନ୍ଥ ନିବାସର ନାମଫଳକ ଉପରେ ଝୁଲୁଥିବା ବଲ୍ବଟି ସମ୍ଭବତଃ କେଇ ମିନିଟ୍ ଆଗରୁ ବିଦ୍ୟୁତ୍ ସରବରାହ 3 ଦିନ ବନ୍ଦ ରହି ଚାଲୁ ହୁଅନ୍ତେ ଜଳିବାକୁ ଆରମ୍ଭ କରିଥିବାରୁ ଦେଖି ମୁଁ ଟିକେ ଗ୍ଲାନି ଅନୁଭବ କଲି। କଲେକ୍ଟର ମହାଶୟ ସାମୟିକ ଭାବରେ ଏ ଘରକୁ ବିଦ୍ୟୁତ୍ ଯୋଗାଇ ଦେବାର ବ୍ୟବସ୍ଥା କରୁଥିଲେ, କିନ୍ତୁ ମୋର ଲୋଡ଼ା ମହମବତୀର ସନ୍ଧ୍ୟା ଏବଂ ବଣ ଭିତରୁ ମିଳିବ ଯେତିକି ହାୱା। ରାଜା ଆମେ ବସିବା ପାଇଁ ମୋଟ ଗଦି ଶୋଭିତ ବିଶାଳ ସୋଫାଟିମାନ ଆଡ଼େ କର ନିର୍ଦ୍ଦେଶ କରି କହିଲେ, ଅବଶ୍ୟ ସେ ମହାଶୟ ବିଦ୍ୟୁତ୍ କେବେ ହିଁ ଦେବେ। ମୁଁ ବସି ପଡ଼ିଲି, କିନ୍ତୁ ମୋ ସାଥୀମାନେ ସୋଫା ଛୁଇଁବାକୁ ବି ସଂକୋଚ କରିଥାନ୍ତି। ରାଜାଙ୍କୁ ସେ ପାଇଁ ଏକାଧିକାର ଥର ନିର୍ଦ୍ଦେଶ ଦେବାକୁ ପଡ଼ିଲା। ସେମାନେ ରାଜାଙ୍କ ସାମ୍ନାରୁ ସୋଫା ସବୁ କିଛି କିଛି ଦୂରକୁ ହଟାଇ ନେବାର ବିଫଳ ଚେଷ୍ଟା ଅନ୍ତେ ଅପ୍ୟାତ୍ୟ ଆତ୍ମସମର୍ପଣ କରି ଢଙ୍ଗରେ ବସି ପଡ଼ିଲେ। ରାଜବଂଶ ପ୍ରତି ଅନୁଗତ କୌଣସି କୌଣସି ପରିବାରରେ ମୁଁ ରାଜାଙ୍କର ରତ୍ନ ଖଚିତ ପଗଡ଼ି ତଥା ଚୋଗା ଚପ୍କନ ଶୋଭିତ ଆଲୋକଚିତ୍ର ଦେଖିଥିଲି। ତାଙ୍କ ବାମ ହାତ କଟି ଦେଶରେ ନ୍ୟସ୍ତ ଥିଲା ବହୁ ମୁଦ୍ରିକା ମଣ୍ଡିତ ଦକ୍ଷିଣକର କାରୁକାର୍ଯ୍ୟ ଭାର ତରବାରୀର ମୁଠି ଉପରେ ବିଶ୍ରାମ କରୁଥିଲା। ଧୀରେ ଧୀରେ ସେସବୁ ଚିତ୍ର ଅପସରି ଯାଇଥିଲେ। ରାଜା କିନ୍ତୁ ଆଜି ବହୁତ ଭିନ୍ନ ଦିଶୁଥିଲେ। ବୟସ ଯୋଗୁ କିମ୍ବା ରାଜକୀୟ ପୋଷାକ ପଗଡ଼ି ଓ ରତ୍ନ ଖଚିତ ମୁଦ୍ରିକା ସମୂହର ଅପସାରଣ ଯୋଗୁ ନୁହେଁ, ତାଙ୍କର ସରଳ ସ୍ନିଗ୍ଧ ହସ ହସ ମୁହଁ ଯୋଗୁ। ସେମିତି ହସ ତାଙ୍କ ଭିତରେ କିଛି ଛଳନା ବା ଦୁଶ୍ଚିନ୍ତା ଥିଲେ ବି ତାକୁ ଅଚିରେ ଧରା ପକାଇଦେବ। ଏକଦା ଆପଣମାନଙ୍କ ସହ ମୋ ପରିଚୟ ଥିଲା, ନୁହେଁ? ମୋ ସ୍ମୃତି ଶକ୍ତିର ପରୀକ୍ଷା ନେବା ଆସନ୍ତୁ। ସେ ଏହା କହି ସାହୁ ଉପରେ ଦୃଷ୍ଟି ନିବଦ୍ଧ କଲେ। ତୁମେ ତ ସାହୁ, ବିଚକ୍ଷଣ ବ୍ୟବସାୟୀ, ଠିକ୍ ସ୍ୱାସ୍ଥ୍ୟରେ ପ୍ରଚଣ୍ଡ ଉନ୍ନତି କରିଛ ଦେଖୁଛି। ସାହୁ ନିଜ ଥନ୍ତଲ ପେଟ ଆଡ଼ୁ ଦେଖି ବୁଲାଇ ନେଇ କୃତାର୍ଥ ହସ ସହଯୋଗେ କହିଲେ, ରାଜା ସାହେବଙ୍କର କେବେ ଭୁଲ ହୋଇପାରେ? ପଣ୍ଡିତ, ତମର କିଛି ପରିବର୍ତ୍ତନ ହୋଇନାହିଁ, ସମ୍ଭବତଃ ତୁଚ୍ଛା ଜ୍ଞାନ ବୃଦ୍ଧି ଛଡ଼ା। ରାଜା ଶର୍ମାଜୀଙ୍କ କେଶରାଶିର ଅପସୃୟମାନ ସୀମାନ୍ତ ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲେ। ଶର୍ମାଜୀ କିନ୍ତୁ ଏ କଥାକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରି କୃତକୃତ୍ୟ ଭାବରେ କହିଲେ, ଛାମୁଙ୍କର ଏ ଦିନ ପ୍ରଜା ଶାସ୍ତ୍ର ଓ ନାନାବିଧ ସଦ୍ଗ୍ରନ୍ଥ ଅଧ୍ୟୟନରୁ କଦାଚ ବିରତ ହୋଇନାହିଁ ତଥା। ଆଉ ତମେ ହେଲ? ରାଜା ରାଓ ଆଡ଼େ ତୀକ୍ଷ୍ଣ ଦୃଷ୍ଟିପାତ କରି କହିଲେ, ମନେ ପଡ଼ିଲା, କଂସେଇ ଖାସୁ। ବହୁତ ପ୍ରଗତି କରିଛ ମନେ ହୁଏ। ବାଃ! ରାଜା ନିଜ ଆବିଷ୍କାରରେ ତୃପ୍ତ ହୋଇ ଆଖି ମୁଦ୍ରିତ କଲେ। ମୋର ବୟସ୍କ ବନ୍ଧୁ କେହି ରାଜାଙ୍କ ଭୁଲ ଭାଙ୍ଗିବା ବୋଲି ମୁଁ ଅପେକ୍ଷା କରିଥାଏ, କିନ୍ତୁ ରାଓ ନିଜେ ବି ତାଙ୍କର ଏ ଅଭିନବ ପରିଚୟକୁ ଆପାତତଃ ଗ୍ରହଣ କରିନେବାକୁ ପ୍ରସ୍ତୁତ ଭଳି ମନେ ହେଲା। ମୁଁ ଅବାକ୍ ହେଲି। ରାଜା ସାହେବ, ଏ ଭଦ୍ରଲୋକ ମୋଟେ କଂସେଇ ଖାସୁ ନୁହନ୍ତି, ବରଂ ଜଣେ ଉଦୀୟମାନ ଖଣି ମାଲିକ ତଥା କବିତା ମାନେ ଦେଶୀ କବିତା ନୁହେଁ, ଇଂରାଜୀ କବିତାର ରସିକ। ମୁଁ କହିଲି, ମୁଁ ଭୟଙ୍କର ବୋକା। କଥା ହେଲା, ପୁରୁଣା ସମୟର ବହୁଳାଂଶ ମୋ ସ୍ମୃତିରୁ ପୂରାପୂରି ନିଶ୍ଚିହ୍ନ, ବାକିତକ ଧୂଆଁଳିଆ। କିନ୍ତୁ ତମେ କିଏ ବାବୁ? ଦେବଦାସ, ଗୌତମ ଦେବଙ୍କ ପୁଅ। ମତେ ସମସ୍ତେ ଦେବ ବୋଲି ଡାକନ୍ତି। ଆପଣ ମୋ ବାପାଙ୍କୁ ଭଲ ଭାବରେ ଜାଣିଥିଲେ। ରାଜା ସାହେବ ସଳଖି ବସି ମତେ ନିଠେଇ ଦେଖିଲେ। ତମ ବାପାଙ୍କୁ ଜାଣିଥିଲି? ସେ ପ୍ରତିବାଦ କଲା ଭଳି ସ୍ୱରରେ କହିଲେ। ସେ ମୋର ବନ୍ଧୁ। ହଁ, ତାଙ୍କର ପୁଅଟିଏ ଥିବା କଥା ଶୁଣିଛି। ତମକୁ ଦେଖି ମୁଁ ବହୁତ ଖୁସି। ଗୌତମ କେଉଁଠି ଓ କେମିତି? ନାହାନ୍ତି। ଓ। ରାଜା ଆଖି ବନ୍ଦ କରି ନିଜ କପାଳରେ ହାତ ବୁଲାଇଲେ। ମୋର ଜାଣିବା ଉଚିତ ଥିଲା। ସେ ନିଜକୁ ତିରସ୍କାର କଲେ। ଆଖି ବନ୍ଦ ଥିବା ଅବସ୍ଥାରେ ସେ ପୁଣି କହିଲେ, ଆମ ବନ୍ଧୁତାରେ ସବୁବେଳେ ଟିକେ ଅସ୍ୱସ୍ତି ମିଶି ରହିଥାଏ। ସେଇଟା ଅତୀତର ଅବଦାନ। ଯେଉଁ ଅତୀତ ଆଗରେ ଆମେମାନେ ଅସହାୟ ବିଚାରଟି ମାନ ଗୋଟିଏ ଯୁଗ ପାଇଁ ଯାହା ଗର୍ବର କଥା, ଅନ୍ୟ ଏକ ଯୁଗ ପାଇଁ ତାହା ଲଜ୍ଜାକର, କେଡ଼େ ବିଡ଼ମ୍ବନା।
ତେବେ ଆହୁରି ଏକ ଯୁଗକୁ ଉଭୟ ଗର୍ବ ଓ ଲଜ୍ଜା ମୂଲ୍ୟହୀନ ହୋଇଯାଏ। ଟିକେ ଚୁପ୍ ରହି ସେ ଆଖି ଖୋଲି କହିଲେ, ମୋ ପୂର୍ବପୁରୁଷର କେହି ବୀରପୁଙ୍ଗବ ତମ ପୂର୍ବପୁରୁଷର ସମ୍ପତ୍ତି ଛଡାଇ ନେଇଥିଲେ ବୋଲି କୁହାଯାଏ। ତେବେ ମହାକାଳର ବଜ୍ରାଘାତରେ ମୁଁ ବି ସର୍ବସ୍ୱାନ୍ତ। ଆଜି ତମ ସହ ଗପ ସପ ହେବା ବେଳେ ମୁଁ ଗ୍ଲାନି ରହିତ ହେବା ସ୍ୱାଭାବିକ, ଠିକ ନା ନୁହେଁ? ରାଜା ଏଥର ଟିକେ ଚେଷ୍ଟା କରି ହସିଲେ। ଆମ ପ୍ରଥମ ସାକ୍ଷାତରେ ହିଁ ଏସବୁର ଅବତାରଣା ହେବ ବୋଲି ମୁଁ କଳ୍ପନା କରିନଥିଲି। ସେ ଯେଉଁ ଅସ୍ୱସ୍ତି ନିଜ ଭିତରୁ ନିକାଲି ଦେଲେ, ତାର କିୟଦଂଶ ଯେମିତି ମୋ ଭିତରକୁ ପଶି ଆସିଲା। ମଣିମା, ଆପଣଙ୍କ ରହଣି ଦୀର୍ଘ ହେବ ତ? ରାଓ ପ୍ରଶ୍ନ କଲେ। ଜାଣେ ନା। ରାଜାଙ୍କ ଉତ୍ତରରେ ଥିଲା ନିଷ୍କପଟତା। ମୁଁ ମୋ ଗନ୍ତବ୍ୟରେ ପହଞ୍ଚି ସାରିଛି ବୋଲି କହିପାରିବି ନାହିଁ, କି ମୋର ପୁଣି ଯେ ଗୋଟେ ଗନ୍ତବ୍ୟ ସ୍ଥାନ ରହିଛି ତାହା ବି କହିପାରିବି ନାହିଁ। ମୋ ସାଥିରେ ମୋ ରୋଗିଣା ଝିଅ। କୌଣସି ଚିକିତ୍ସାରେ ସାଫଲ୍ୟ ଦେଖାଇ ନ ପାରି ଡାକ୍ତରମାନେ ନୂଆ ପରିବେଶ ଓ ଜଳବାୟୁର ବରାଦ କରିଛନ୍ତି। ମହାନଗରୀରୁ ନିଜନପୁର, ଏହାଠୁ ବଳି ନିର୍ଭୁଲ ନୂଆ ଆଉ କଣ ହୋଇପାରେ? ତା ଛଡା ହୀରା ବି ନିଜନପୁରକୁ ପାସୋରି ପାରିନାହିଁ। ରାଜା ହଠାତ୍ ଚୁପ୍ ହୋଇଗଲେ। ନିଜ କଥା ବେଶୀ ଗୁଡାଏ କହିଯାଉଛନ୍ତି ବୋଲି ସଚେତନ ହୋଇଗଲେ ବୋଧହୁଏ। ସାହୁ, ତମେ ଏଠି କଣ କରୁଛ? ଆହୁରି ଅଧିକ ସ୍ୱାସ୍ଥ୍ୟର ଅନ୍ୱେଷଣ? ମଣିମା, ଏଠିକା ଜଳବାୟୁ ମତେ ଭାରି ସୁହାଏ। ଅନ୍ୟମାନଙ୍କ ପାଇଁ ମଧ୍ୟ ଏ ଜଳବାୟୁର ଭବିଷ୍ୟତ ଅଛି ବୋଲି ସାହୁଜୀ ଜାଣନ୍ତି। ସେ ଖଣ୍ଡ ଖଣ୍ଡ ଜମି କିଣୁଛନ୍ତି ଭବିଷ୍ୟତରେ ଅନ୍ୟମାନଙ୍କ ସହାୟତା ପାଇଁ। ମୁଁ କହିଲି, ସାହୁ ତେବେ ଖାଲି ବାସ୍ତୁବାଦୀ ନୁହେଁ, ଭବିଷ୍ୟତବାଦୀ ମଧ୍ୟ। ରାଜା ମନ୍ତବ୍ୟ ଦେଲେ। ସାହୁଙ୍କ ହିସାବ ନିକାଶ ଭୁଲ ହୁଏ ନା ମଣିମା, ରାଓ କହିଲେ। ନିଜନପୁରର ଭବିଷ୍ୟତକୁ ନେଇ ବି ଭୁଲ ହେବ ନାହିଁ। ମନେ ହୁଏ ନିଜନପୁରର ମରୁ ଭବିଷ୍ୟତ। ଆସିବା ବେଳେ ବର୍ଷା ଭିତରେ ବି ମୁଁ ଦେଖିପାରୁଥିଲି ବଣ ଜଙ୍ଗଲର ଦୁର୍ଦ୍ଦଶା। ଦିନେ ସେସବୁ ଲୁପ୍ତ ହେବ, ଆମ ଗୋପନ ନିଜନପୁରର ଲୁଗାପଟା କେହି ଟାଣି ଟୁଣି ଫୋପାଡ଼ି ଦେଲା ଭଳି। ରାଜାଙ୍କ କଣ୍ଠସ୍ୱର ଥିଲା ବିଷଣ୍ଣ। ସେ ଦିଗରେ ଆମ ସାହୁଜୀଙ୍କର ଯଥେଷ୍ଟ ଅବଦାନ ରହିଛି। କାଠ ବିକ୍ରି ତାଙ୍କର ଅନ୍ୟତମ ବେପାର, ଏକଥା କହିବାକୁ ଯାଇ ରହିଗଲି। ରାଜା ଅନ୍ୟମନସ୍କ ଦିଶୁଥିଲେ। ତାଙ୍କ ଦୃଷ୍ଟି ଯାଇ ପ୍ରାସାଦର ଅଭ୍ୟନ୍ତରକୁ ଉନ୍ମୁକ୍ତ ଦ୍ୱାରଟିଏ ଉପରେ ନିବଦ୍ଧ ଥାଏ। ମୁଁ ମୋ ସାଥୀମାନଙ୍କ ଚେହେରାରେ ଦେଖିଲି ଆକସ୍ମିକ ପରିବର୍ତ୍ତନ। ସୋଫା ଛାଡି ଉଠି ପଡିବେ କି ନାହିଁ ସେଇଭଳି ଦ୍ୱନ୍ଦ୍ୱର ପ୍ରତିଫଳନ। ସରସ ବଦନରେ, ବୋଇତ ସୁଲଭ ସୁଗମ ଭଙ୍ଗୀରେ ଭିତରକୁ ପଶି ଆସିଥିବା ମହିଳାଙ୍କୁ ଚିହ୍ନିବାକୁ ମତେ ମୋଟେ ସମୟ ଲାଗିଲା ନାହିଁ। ହୀରା ମହଲକୁ ଶୋଭିତ କରୁଥିଲା ଯେଉଁ ଗୋଟିଏ ବୋଲି ଚିତ୍ର ଏବଂ ମହଲକୁ ଦିଗ୍ବଳୟରେ ପରିଣତ କରିବା ଅବସରରେ ଯେଉଁ ଗୋଟିକୁ ମୁଁ ଗୋଦାମ ଘରକୁ ହଟାଇ ଦେଇଥିଲି, କୌଣସି ୟୁରୋପୀୟ ଶିଳ୍ପୀ ଆଙ୍କିତ ସେ ପ୍ରତିକୃତିର ଆଧାର ଥିଲା ହୀରା। ଶିଳ୍ପୀ ଆଗରେ ବସିବା କାଳରେ ହୀରା ବାଳିକରୁ ତରୁଣୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେଉଥିଲା। ଆଶ୍ଚର୍ଯ୍ୟର କଥା, ଅନ୍ତତଃ 20 ବର୍ଷ ପରେ ବି ସେ ଚେହେରା ଯେମିତି ଅବିକଳ, ଅପରିବର୍ତ୍ତିତ ରହିଥିଲା। ଗୋଲାପୀ କପୋଳର ଆଭା ଏବଂ ସ୍ୱର୍ଣ୍ଣାଭ କେଶରାଶିର ଦ୍ୟୁତି ତଳେ ବି ମ୍ଳାନ ହୋଇନଥିଲା। ରାଜା ଆମକୁ ବସି ରହିବାର ଇଙ୍ଗିତ ଦେଲେ। ହୀରାର ମଲ୍ଲିଫୁଳ ଭଳି ତନୁ ସହ ଚମତ୍କାର ସମନ୍ୱୟ ସାଧନ କରିଥାଏ ଦୁଧ ସର ଭଳି ଶୁଭ୍ର ଶାଢ଼ୀ। ଦେହରେ ଏକମାତ୍ର ଅଳଙ୍କାର ଥିଲା ହୀରା ନିର୍ମିତ ଯୋଡ଼ିଏ କାନଫୁଲ। ତାର ଦ୍ୟୁତିମାନ ନୟନ ଯୁଗଳକୁ ସେମାନେ ଯୋଗାଇ ଦେଉଥିଲେ ଯୋଡ଼ିଏ ନକ୍ଷତ୍ରର ସାନ୍ନିଧ୍ୟ। ହୀରା, ଏମାନେ ଆମର ପୁରୁଣା ବନ୍ଧୁ ସାହୁ, ରାଓ, ଶର୍ମା। ମୋର 3 ସାଥୀ ଲାଜ କଲେ ଓ ନମସ୍କାର ଜଣାଇଲେ କରଯୋଡ଼ି। ଆଉ ଏ ଯୁବକ ହେଲେ ମୋର ବନ୍ଧୁ ପୁତ୍ର ଦେବ, ବୋଧହୁଏ ହୀରା ମହଲର ମାଲିକ। ତାଙ୍କ ଅନୁମାନ ଠିକ ନା ଭୁଲ, ରାଜା ମୋଠୁ ତାର ସୂଚନା ଆଶା କରୁଥିଲେ। ମୁଁ ହୀରା ଆଡେ ଅନାଇଲି, ସେ ମଧ୍ୟ ମୋ ଆଡେ ଅନାଇଥିଲା। ହଠାତ୍ ମୋର ମନେ ହେଲା ଗୋଟାଏ ସାପର ଲହ ଲହ ଜୀବ ଭଳି ତା ଦୃଷ୍ଟିର ଏକ ସ୍ଫୁଲିଙ୍ଗ ବିଦ୍ୟୁତ ଗତିରେ ମୋ ଆଡକୁ ଛିଟିକି ପଡିଲା। ମୋର କୌଣସି ଅହେତୁକୀ ଅବଚେତନ ଆତଙ୍କ ଯୋଗୁଁ ନା ହୀରାର ସୌର ଶୁଭ୍ର କାନଫୁଲ ନିଃସୃତ ଛଟା ଯୋଗୁଁ ସେ ଭ୍ରମ ହେଲା, ତାହା ମୁଁ ଜାଣେ ନା। ହୀରା ରାଜାଙ୍କ ପାଖରେ ବସି ପଡ଼ିଲା। ମୋ ଉପରେ ଦୃଷ୍ଟି ନିବଦ୍ଧ କରି ସେ ତୀକ୍ଷ୍ଣ ଶ୍ଲେଷ ଭରା କଣ୍ଠରେ ପ୍ରଶ୍ନ କଲା, କୋଠାର ନାମ ବଦଳି ନାହିଁ? ବଦଳିଛି, ତେବେ ଅକ୍ଷର ସଂଖ୍ୟା ସମାନ। ରାଓ ହସରେ ଫାଟି ପଡ଼ିବାର ଅଭିନୟ କରି କହିଲେ। ସେଥିରେ ଆଉ କାହାରି ସହଯୋଗ ନ ମିଳିବାରୁ ସେ ଅପ୍ରସ୍ତୁତ ହୋଇ ଆହୁରି ଉଦ୍ଦାମ ଭାବରେ ହସିବାକୁ ଚେଷ୍ଟା କଲେ। ନାଗଦେବତାର ଶୃଙ୍ଗ ତଳେ ସେ ସୁନ୍ଦର ସ୍ଥାନ ଦିନେ ମୋ ଭିତରେ ସଞ୍ଚାରିତ କରିଥିଲା ସ୍ୱପ୍ନ। ସେଇ ଚିଜ ନେଇ ମୁଁ ସେଠାରେ ମାତ୍ର ଗୋଟାଏ କୁଟୀରର କଳ୍ପନା କରୁଥିଲି। ଶର୍ମାଜୀ ବୋଧହୁଏ କଥା କହିବାକୁ ବଡ଼ ବ୍ୟଗ୍ର ଥିଲେ। କି ପ୍ରକାର ଚିଜ ଦେଇ ଆଜ୍ଞା? ସେ ପ୍ରଶ୍ନ କଲେ। ହୀରା ମୁହଁରେ ବିରକ୍ତି ଫୁଟି ଉଠିଲା।
ସେ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କହିଲା, କିନ୍ତୁ ରାଜା ବନାଇ ଦେଲେ ଗୋଟାଏ ଛୋଟିଆ ପ୍ରାସାଦ, ଚୂନ ପଥର ଭଳି ଚିଜରେ ତିଆରି। ସ୍ୱପ୍ନପୁରୀ ହେଲା ପାଷାଣପୁରୀ। ରାଓଙ୍କ ହସ ହସ ଟିପ୍ପଣୀ ଭିତ୍ତିରେ ଶର୍ମାଜୀ ଅଟହାସ୍ୟ କଲେ। ସଂକୋଚ, ଉତ୍ତେଜନା, ଅପ୍ରତ୍ୟାଶିତ ଏକ ପରିସ୍ଥିତିରେ ନିଜ କର୍ତ୍ତବ୍ୟ ନିରୂପଣ ଦିଗରେ ଅକ୍ଷମତା, ଏସବୁର ସମାହାର ସେମାନଙ୍କର ଆଚରଣର ଅସଲଗ୍ନତା ପାଇଁ ଦାୟୀ ବୋଲି ବୁଝୁଥିଲେ। ହୀରା ଏଡେ ଗମ୍ଭୀର ଦିଶିଲା ଯେ ଶର୍ମାଜୀଙ୍କ ଅଟହାସ୍ୟ ଓଦା ହାବେଳିଟିଏ ପରି ଅକାଳରେ ଝାଉଁଳି ପଡ଼ିଲା। ପରବର୍ତ୍ତୀ କେଇ ମିନିଟ୍ ହୀରା ବେଶ୍ ନିରୀହ ଭାବରେ ମୋର ସହଚରମାନଙ୍କୁ ପରସ୍ପର ଗୁଣକୀର୍ତ୍ତନରେ ନିବିଷ୍ଟ ରଖିଲା। ରାଓ ଶର୍ମାଜୀଙ୍କୁ ଗୋଜୋପମ ବୃହତ୍ ପଣ୍ଡିତ ଭାବରେ ଉପସ୍ଥାପନା କରନ୍ତେ ଶର୍ମାଜୀ ରାଓଙ୍କ ହୃଦୟକୁ ଲହୁଣୀର କୋମଳତା ସହ ତୁଳନା କଲେ ଏବଂ ଉଭୟ ସାହୁଙ୍କୁ ଉପସ୍ଥାପନା କଲେ ଜଣେ ଦାନବୀର ଭାବରେ। ରାଓ ତାଙ୍କ ପ୍ରୟୋଜନ ବେଳେ ସାହୁଠୁ ମୋଟା ଅଙ୍କରେ ଅର୍ଥ କରଜ ସୂତ୍ରରେ ନେଉଥିବାର ମୁଁ ଜାଣିଥିଲି। ଶର୍ମାଜୀ ବୋଧହୁଏ ସାହୁର ବିତ୍ତରାଶି ପ୍ରତି ତୁଚ୍ଛା ପ୍ରେମଶକ୍ତ ଅନୁଭବ କରୁଥିଲେ। ହୁଏତ ହାବୁ ଯାଦୁ ଦ୍ୱାରା ସେମାନେ ରାଜା ଓ ସେମାନଙ୍କ ଭିତରର ବହୁବିଧ ଦୂରତାକୁ ହ୍ରାସ କରିଦେବା ନିମନ୍ତେ ବ୍ୟଗ୍ର ଥିଲେ। ପ୍ରାସାଦ ବାହାରୁ ପୁନର୍ବାର ପବନ ଉତ୍ତାଳ ହେବାର ଶବ୍ଦ ଆସିଲା। ଝଡ଼ରେ ଲଣ୍ଠନମାନ ଦୋହଲିବାକୁ ଲାଗିଲା। କାନ୍ଥ ଉପରେ ଆମମାନଙ୍କ ଛାଇ ସବୁ ନାଚୁଥିଲେ, ଗୋଟାଏ ପ୍ରେତ ରାଜ୍ୟର ମନ୍ତ୍ରିମଣ୍ଡଳ ଭଳି। ପୁଣି ବର୍ଷା ହେବ ନାହିଁ ତ? ରାଜା ଯେମିତି ନିଜକୁ ପଚାରିଲେ। ଦେଖୁଛି, କହି ମୁଁ ବାହାରିଗଲି। ପବନ ଉଦ୍ବେଳ ଥିଲେ ବି ସଙ୍ଗେ ସଙ୍ଗେ ବର୍ଷାର ସମ୍ଭାବନା ନଥିଲା। ଗୋଟାଏ ତାଳଗଛ ଏଡେ ଜୋରରେ ତା ବାହୁଙ୍ଗାତକ ଆନ୍ଦୋଳିତ କରୁଥିଲା ଯେ ସତେ ଅବା ସେ ଉଡ଼ିଯିବା ମତଲବରେ ଅଛି। ବାବୁ, ତମେ ଥୟ ଧର। ପ୍ରକୃତି ମନରେ କଣ ଅଛି ଅଚିରେ ଜଣା ପଡ଼ିବ। ରାଜା ମତେ ଲକ୍ଷ୍ୟ କରି କହିଲେ। ଶର୍ମାଜୀ ଆବୃତ୍ତି କଲେ, ଅଜାଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘଡାମ୍ବରେ ଦାମ୍ପତ୍ୟ କଳହୈଚବ ବାହୁଡମ୍ବେ ଲଘୁକ୍ରିୟା। ଆବୃତ୍ତିର ପ୍ରାସଙ୍ଗିକତା ସମ୍ପର୍କରେ କେହି ପ୍ରଶ୍ନ ଉଠାଇବା ପୂର୍ବରୁ ସେ କହିଲେ, ତେବେ ବର୍ତ୍ତମାନ ଯେହେତୁ ପ୍ରଭାତ ନୁହେଁ, ମେଘଡାମ୍ବର ବର୍ଷାରେ ପରିଣତ ହୋଇପାରେ। ଆମେ ତେବେ ଯିବା? ମୁଁ କହିଲି। ପଣ୍ଡିତ, ମତେ କିଛି ପ୍ରାଚୀନ ସଂସ୍କୃତ ସାହିତ୍ୟ ପଢ଼ାଇବେ? ପ୍ରଶ୍ନ କଲା ହୀରା। ଶର୍ମାଜୀ ହତଚକିତ ମନେ କଲେ। ମୋର ବା ଜ୍ଞାନ କେତେ? ତେବେ ମୋଠି ପଞ୍ଚତନ୍ତ୍ର ଓ କାଳିଦାସ ରଚନାବଳୀ ଅଛି। କେବେଠୁ ଆରମ୍ଭ କରିବା? ଶର୍ମାଜୀଙ୍କ ବିନୟ ବୋଧକୁ ମୂଲ୍ୟ ନ ଦେଇ ହୀରା ପୁଣି ପ୍ରଶ୍ନ କଲା। ଉତ୍ତମ ଗୁରୁର ଲକ୍ଷଣ ସେ ଆଗ୍ରହୀ ଶିଷ୍ୟକୁ ଉପେକ୍ଷା କରେ ନା। ଶର୍ମା, ତମେ କାଲିଠୁ ପାରିଲେ ଆସ। ହୀରାକୁ ବିରକ୍ତ ଲାଗିଲାଣି। ରାଜା କହିଲେ, ମହାରାଜ, ଏହା ତ ଦେବଗୁରୁ ବୃହସ୍ପତିଙ୍କ ପାଇଁ ବି ସମ୍ମାନ ହୁଅନ୍ତା। ରାଓ କହିଲେ, ଆଜ୍ଞା, ଆପଣଙ୍କ ସେବାରେ। ଶର୍ମାଜୀ କହିଲେ, ଧନ୍ୟବାଦ। ତାହେଲେ ଆଗାମୀକାଲି ଅପରାହ୍ନରେ ଦେଖା। ହୀରା ଉଠିପଡ଼ି ଗୋଟାଏ ଝର୍କା ଆଡ଼େ ଆଗେଇଲା। ପୁଣି ଝଡ଼ ହେବ? ଝଡ଼ର ହୃଦୟ ଭିତରକୁ ଉଡ଼ିଯାଇ ହୁଅନ୍ତା କି? ହୀରା ମୃଦୁ ଭାବରେ କଥାଟି କହିଲା, ଅନ୍ଧକାର ଭିତରେ ଲୁଚି ରହି ଏକାଗ୍ର ଭାବରେ ଶୁଣୁଥିବା କୌଣସି ଅଦୃଶ୍ୟ ଶ୍ରୋତମଣ୍ଡଳୀ ଉଦ୍ଦେଶ୍ୟରେ। ହୁଏତ କ୍ଷୀଣ ଆଲୁଅରେ ଦୃଶ୍ୟମାନ ଦିଗ୍ବଳୟ ଉପରେ ତାର ଦୃଷ୍ଟି ଥିଲା ନିବଦ୍ଧ।